ସମସ୍ତଙ୍କୁ ଅଭିନନ୍ଦନ। ସମସ୍ତଙ୍କର ଜୀବନ ମଙ୍ଗଳମୟ ହେଉ। ବଡ଼ମାନଙ୍କୁ ମୋର ସମ୍ମାନ ଏବଂ ପ୍ରଣାମ, ସାନମାନଙ୍କୁ ମୋର ସ୍ନେହ ଓ ଆଶୀର୍ବାଦ। ଆଜି କାହିଁ ଇଚ୍ଛା ହେଲା ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଯିବାକୁ। ସ୍କୁଲ ମାତ୍ର 2 କିଲୋମିଟର 2.5 କିଲୋମିଟର ଘର ପାଖରୁ। ତାପରେ କାହିଁ ଇଚ୍ଛା ହେଲା ଟିକେ ଘର ପାଖରେ 1.5 କିଲୋମିଟର ଦୂର ଆମର ଯାଜପୁର ରୋଡ଼ରୁ ଘର ପାଖରୁ ମାତ୍ର 1.5 କିଲୋମିଟର ଦୂର ଏଇଟା ବ୍ରିଜ୍, ଗୋଟେ ବଡ଼ ବ୍ରିଜ୍ ହେଇଯାଇଛି କିଛି ବର୍ଷ ହେଲା। କାରଣ ଏ ବ୍ରିଜ୍ର ଅଛି ତା'ର କାହାଣୀ ମୁଁ କହୁଛି ଆପଣମାନଙ୍କୁ, ଟିକେ ଶୁଣିବେ। ଏ ବ୍ରିଜ୍ଟି ସାଡ଼ୁ ଆସିଛି, ଆପଣ ଏପଟରୁ ଯେଉଁ ଗାଡ଼ି ଆସୁଛନ୍ତି ସବୁ ଦେଖୁଛନ୍ତି ପାଣିକୋଇଲି ଆଡ଼ୁ, ମାନେ ପାଣିକୋଇଲି ଜାଣିଥିବେ ଯାଜପୁର ଡିଷ୍ଟ୍ରିକ୍ଟର ଜଙ୍କସନ୍, ଯେଉଁଟାକି ଆପଣ ଓଡ଼ିଶା ବାହାରକୁ ମଧ୍ୟ ସେଇଠୁ କାଲକାଟା ଯାଇପାରିବେ। ସେପଟରେ ବାଲେଶ୍ୱର, ଭଦ୍ରକ ଆପଣ ଟାଉନ୍ ଯାଇପାରିବେ। ପୁଣି ପାଣିକୋଇଲି ଆପଣ ରାଇଟ୍କି ଗଲେ, ଯାଜପୁର ଆଡ଼ୁ ରାଇଟ୍କି ଗଲେ ଆପଣ କଟକ ରୁଟ୍ ଯାଇପାରିବେ, ପୁରୀ ଭୁବନେଶ୍ୱର ସେପଟ ରୁଟ୍ ଯାଇପାରିବେ। କାରଣ ପାଣିକୋଇଲି ଆମର ହେଉଛି ମୁଖ୍ୟ ଜଙ୍କସନ୍। ତାପରେ ଆପଣ ଏଇ ଯେଉଁ ରୋଡ଼ ଦେଖୁଛନ୍ତି ଆସୁଛନ୍ତି ଲୋକମାନେ, ଏଇଠୁ ରୋଡ଼ଟି ଆପଣଙ୍କର ଏମିତି ପଳେଇ ଯାଇଛି ମାତ୍ର 1 କିଲୋମିଟର 1.5 କିଲୋମିଟର ଦୂରରେ ଦମକଳ ଅଫିସ୍, ଯାଜପୁର ରୋଡ଼ର ଦମକଳ ଅଫିସ୍ରୁ ଆପଣ ସେଇଠୁ ଆପଣ କେଉଁଝର ଡିଷ୍ଟ୍ରିକ୍ଟ ଯାଇପାରିବେ। କେଉଁଝର ଘଟଗାଁ, ଦେଓଗାଁ, କୁଶଳେଶ୍ୱର, ଘଟଗାଁ ମା ତାରିଣୀ ମନ୍ଦିର, ଆପଣ କେଉଁଝର ମୟୂରଭଞ୍ଜ ସେପଟ ଡିଷ୍ଟ୍ରିକ୍ଟ ଆପଣ ଯାଇପାରିବେ। ସେଇଠୁ ଆଉ ଟିକେ ପୋଲେଇ ଛକ ଆମର ଯେଉଁଟା ଦମକଳ ଅଫିସ୍ରୁ ଆଉ ଟିକେ ଛାଡ଼ିକି ପଳେଇଲେ ଆପଣ ଡୁବୁରି, ଯେଉଁଟାକି ଆମର ସର୍ବବୃହତ ପ୍ଲାଣ୍ଟ ସବୁ ଅଛି ଯେଉଁଟାକି ଯାଜପୁର ଡିଷ୍ଟ୍ରିକ୍ଟର, ସେ ଜାଗାରେ ଆପଣମାନେ ମାତ୍ର 16 କିଲୋମିଟର 15-16 କିଲୋମିଟର ଏଇଠୁ ବଢ଼ିଆ ରୋଡ଼ ହେଇଯାଇଛି। ଆଉ ଏପଟେ ଆପଣମାନେ ଦେଖନ୍ତୁ ପୁରା ଚାରିଆଡ଼େ ତ ଲୋକ ଯିବା ଆସିବା, ଏଠି ବ୍ରିଜ୍ ତଳେ ଲୋକମାନେ ଯିବା ଆସିବା କରୁଛନ୍ତି। ଆଉ ଜଙ୍କସନ୍ଟା ଆଉ ଏବେ ତ ଇଏ ଟିକେ ଗ୍ରାମରୁ ସହରାଞ୍ଚଳ ହେଇଗଲାଣି। ବିଲବାଡ଼ି ସବୁ ପୋତା ହୋଇ ଘର ସବୁ ବିଲ୍ଡିଂ ଠିଆ ହେଇଗଲାଣି ସବୁ। ଏବେ ତ ପରିବେଶ ସେଇ ଟାଇପ୍ର ହେଇଯାଇଛି। ଆଉ କ'ଣ କରାଯିବ, ଲୋକ ସଂଖ୍ୟା ବୃଦ୍ଧି ହେଲେ ତାଦ୍ୱାରା କ'ଣ ହେଲା, ବିଲବାଡ଼ି ପୋତି ଘରବାଡ଼ି ଲୋକ କଲେ। ଲୋକ ରହିବା ପାଇଁ ଆଗେ ବାସସ୍ଥାନ ଦରକାର। ଆଉ ଦେଖୁଛନ୍ତି ଏପଟରେ ବଡ଼ ବଡ଼ ସବୁ ଗାଡ଼ି ଗୁଡ଼ିକ ବାଇପାସ୍ରେ ପଳେଇ ଯାଉଛି। ଆଉ ଯାଜପୁର ମଧ୍ୟକୁ ରାସ୍ତା ବଜାର ଭିତରକୁ ପ୍ରବେଶ କରୁନାହିଁ। ଏପଟରେ ପ୍ଲାଣ୍ଟ ବସ୍ ଗୁଡ଼ିକ ତଳ ବାଟେ ପଳେଇ ଯାଉଛି। ଆଉ କମ୍ୟୁନିକେସନ୍ ସବୁ ଏଠି ଯାତାୟାତ ସବୁ ସୁବିଧା। ଜାଣିଛନ୍ତି ନା ବନ୍ଧୁମାନେ, ମୋର ଗୋଟେ ଅନୁରୋଧ ଆପଣମାନଙ୍କୁ, ଯଦି କିଛି ଦୁଃଖ କଷ୍ଟରେ ଅଛନ୍ତି କି ବହୁତ କିଛି ପ୍ରେସର ପଡ଼ିଯାଇଛି, ବହୁତ କଣ୍ଟ୍ରୋଲ୍ କରିକି ଆଧ୍ୟାତ୍ମିକ ଲାଇନ୍କି ଆପଣ କିଛି ଦିନ ଆପଣେଇ ନେବେ। ଆଧ୍ୟାତ୍ମିକ ଲାଇନ୍କି ପୁରା ଯାଆନ୍ତୁ ନ ଯାଆନ୍ତୁ, ଆଧ୍ୟାତ୍ମିକ କେଉଁଠି ଆଧ୍ୟାତ୍ମିକ ପ୍ରୋଗ୍ରାମ୍ ହେଉଛି, ଭଜନ କୀର୍ତ୍ତନ ହେଉଛି, କିଛି ସମୟ ପାଇଁ, କିଛି ଦିନ ପାଇଁ ତାଙ୍କୁ ସେଠି ଟାଇମ୍ ୱେଷ୍ଟ କରନ୍ତୁ। କିଛି ଲୋକ କ'ଣ କରୁଛନ୍ତି ନା, ବହୁତ ରାଗିଯାଇ କିଛି ଅସୁବିଧାର କାରଣ ହୋଇ କିଛି କ୍ଷତି ସହି ସୁଇସାଇଡ଼୍ କରିଦେଉଛନ୍ତି, ଆତ୍ମହତ୍ୟା। ଆପଣମାନଙ୍କୁ ଅନୁରୋଧ, ଏଇଟା ଆମର ପ୍ରଭୁ ଜଗନ୍ନାଥ, କୋଟି ଓଡ଼ିଆର ମୌଡ଼ମଣି ଜଗନ୍ନାଥ ପ୍ରଭୁ କାଳିଆ ସାଆନ୍ତଙ୍କ ପାଖରେ ପ୍ରାର୍ଥନା, ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ। ଆପଣମାନେ କେବେ ଆତ୍ମହତ୍ୟା କରିବେ ନାହିଁ। ଆପଣ ଦେଖିଥିବେ ମେଡ଼ିକାଲ ମାନଙ୍କରେ, ବଡ଼ ବଡ଼ ମେଡ଼ିକାଲ ମାନଙ୍କରେ ବଞ୍ଚିବା ପାଇଁ ଆମର ରିଲେଟିଭ୍ ମାନେ ହୁଅନ୍ତୁ, ବନ୍ଧୁ ପରିବାର ବର୍ଗ, ଘର ଲୋକ ହୁଅନ୍ତୁ, ବଞ୍ଚିବା ପାଇଁ ଲୋକ ସୁନା ରୂପା, ଘର ଦ୍ୱାର, ଜାଗା ବାଡ଼ି ସବୁ ବିକ୍ରି କରିଦେଉଛନ୍ତି, କାରଣ ବଞ୍ଚିବା ପାଇଁ। କାରଣ ଭଗବାନ ଆପଣଙ୍କୁ ଗୋଟେ ମଣିଷ ଜନ୍ମ ଦେଇଛନ୍ତି, ଏତେ ଆପଣ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି, ମାନେ ମଣିଷ ଜନ୍ମ ପାଇଛନ୍ତି ମାନେ ସବୁଠାରୁ ଶ୍ରେଷ୍ଠ ଜନ୍ମ। କାରଣ ସେ ଲାଇଫ୍ଟିକୁ ବର୍ବାଦ କରିବେ ନାହିଁ। କିଛି ସମୟ ମୋର ଅନୁରୋଧ, ଛୋଟ ଅନୁରୋଧ, ଆପଣମାନେ ଯଦି କିଛି ମାଇଣ୍ଡରେ ଆସୁଛି ସେମିତି ରାଗ ରୁଷା ଭଲ ମନ୍ଦ ସେମିତି ତ ଲାଗି ରହିବ, ମନମାଳି ନ, ଯଦି ବଡ଼ ଧରଣର ସେମିତି କିଛି ଅଛି, ଆପଣମାନେ ସୁଇସାଇଡ଼୍ ଆତ୍ମହତ୍ୟା କେବେ କରିବେ ନାହିଁ। ସେଇଟା ହେଉଛି ସବୁଠାରୁ ବହୁତ ବଡ଼ ଭୁଲ। ସେଇ ଟାଇମ୍ରେ ଆପଣମାନେ କ'ଣ କରିବେ ନା, ବଡ଼ ବଡ଼ ପଣ୍ଡିତମାନେ, ଜ୍ଞାନୀଗୁଣୀମାନେ କହିଛନ୍ତି, ଆମେ ତ ତାଙ୍କଠାରୁ ଶୁଣିଛୁ। ଟାଇମ୍ରେ କ'ଣ କରିବେ ନା, କିଛି ଟାଇମ୍ ଆଧ୍ୟାତ୍ମିକ ଟାଇମ୍ ସମୟରେ ସ୍ପେଣ୍ଡ କରିବେ ସମୟଟିକୁ।
ନିଜକୁ ଯେକୌଣସି ଆପଣଙ୍କୁ ଯେକୌଣସି ଭଗବାନ ଭଲ ଲାଗନ୍ତୁ, ଯେକୌଣସି ଆପଣଙ୍କୁ ତ ଆଗରୁ ମୁଁ କହିଯାଇଛି ଭଗବାନଙ୍କର ବହୁତ ରୂପ ବହୁତ ନାମ। ଆପଣ ଯେକୌଣସି ମାଧ୍ୟମରେ ଆପଣ ମାଇଣ୍ଡଟାକୁ ଦେଖିବେ, କିଛି ଦିନ କରନ୍ତୁ, କିଛି ମାସ କରନ୍ତୁ, ଆପଣ ନିଶ୍ଚୟ ଖୁସି ମୁହୂର୍ତ୍ତ ଆପଣଙ୍କର ଆସିଯିବ। ଆଉ ଗୋଟେ କଥା ଆଜ୍ଞା, ଆପଣ ହଜାର ହଜାର ଥର ମନ୍ଦିର ଯାଆନ୍ତୁ, ହଜାର ହଜାର ଦୀପ ଜାଳନ୍ତୁ, ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରସାଦ ବିତରଣ କରନ୍ତୁ, ସବୁ ଆପଣଙ୍କର ମଙ୍ଗଳ ହେବ। କିନ୍ତୁ ଆପଣଙ୍କ ପାଇଁ ଅମଙ୍ଗଳ ହେବ କ'ଣ? ଏତେ କାମ କରିକି ପ୍ରସାଦ ଲକ୍ଷ ଲୋକଙ୍କୁ ଦିଅନ୍ତୁ, ଦୀପ ଜାଳନ୍ତୁ, ହଜାର ହଜାର ମନ୍ଦିରରେ, ହଜାର ହଜାର ମନ୍ଦିରକୁ ଆପଣ ଦର୍ଶନ କରନ୍ତୁ। ଯଦି ଆପଣଙ୍କ ପାଇଁ କୌଣସି ଲୋକ ମନ କଷ୍ଟ କରୁଛି ବା ତା ଆଖିରୁ ଲୁହ ଝରୁଛି ଆପଣଙ୍କ ପାଇଁ, ତାହେଲେ ଆପଣଙ୍କର ସବୁ ସୁକର୍ମ କୁକର୍ମରେ ପରିଣତ ହୋଇଯିବ। ଏହା ବି ବହୁତ ପଣ୍ଡିତ ଜ୍ଞାନୀଗୁଣୀମାନେ କହିଛନ୍ତି। ଏହାକୁ ଟିକେ ଧ୍ୟାନ ଦେବେ, ମୋର ଛୋଟ ଅନୁରୋଧ ରକ୍ଷା କରିବେ। କେବେ ଚେଷ୍ଟା କରିବେନି ଯେ ମୋ ପାଇଁ ଅନ୍ୟ କେହି ଜଣେ ଆଖିରୁ ଲୁହ ଝରୁ, ଚେଷ୍ଟା କରିବେ। ସେମିତି ତ ଭଲ ମନ୍ଦ ସୁବିଧା ଅସୁବିଧା ଲାଗି ରହିବ, ତଥାପି ଆପଣମାନେ ଚେଷ୍ଟା କରିବେ। ମୋର ଗୋଟେ ଛୋଟ ଅନୁରୋଧ। ପ୍ରଭୁ କୋଟି ଓଡ଼ିଆର ମଉଡ଼ମଣି ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା ଏତିକି, ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ। ଆଉ ଗୋଟେ କଥା ଆଜ୍ଞା, ମୁଁ ଆପଣଙ୍କୁ କହୁଥିଲି ନା, ଏବାଟେ ସବୁ ପ୍ଲାଣ୍ଟ ବସ୍ ଗୁଡ଼ା ବହୁତ ଯାଉଛି, ବାଇପାସ୍ ମାଧ୍ୟମରେ ପଳାଇ ଯାଉଛି, ଆଉ ବଜାର ଭିତରକୁ ଗାଡ଼ି ପ୍ରବେଶ କରୁନା। ଏପଟେ ସର୍ଟ ରୋଡ଼ ଗାଁ ଲୋକମାନେ ଯିବା ଆସିବା କରୁଛନ୍ତି। ଆଉ ମା ହୋଇ ଯେବେ ଦୁଃଖ ନ ବୁଝିବୁ, କିଏ ଆଉ ଦୁଃଖ ବୁଝିବ? ମା ହୋଇ ଯେବେ ଦୁଃଖ ନ ବୁଝିବୁ, କିଏ ଆଉ ଦୁଃଖ ବୁଝିବ? ତୁ ଭିଜୁଥିବୁ ନଡ଼ିଆ ପାଣିରେ, ତୁ ଭିଜୁଥିବୁ ନଡ଼ିଆ ପାଣିରେ, ଲୁହରେ କି ମୋ ଆଖି ଭିଜିବ? ମା ହୋଇ ଯେବେ ଦୁଃଖ ନ ବୁଝିବୁ, କିଏ ଆଉ ଦୁଃଖ ବୁଝିବ? କ୍ଷମା କରିବେ, କାହିଁ ଇଚ୍ଛା ହେଲା ମଙ୍ଗଳବାର ମା ତାରିଣୀଙ୍କ କଥା ଆମେ ଆଲୋଚନା କରୁଥିଲେ ଟିକେ ପୂର୍ବରୁ, କାରଣ ଏଇଠୁ ଆଉ 60 କିଲୋମିଟର ମା ତାରିଣୀଙ୍କ ମନ୍ଦିର ଟିକେ ଗାଇଦେଲି। ଯଦି କେଉଁଠି ବି ଥିବ କ୍ଷମା କରିଦେବେ, କାରଣ ମୁଁ ତ ଏମିତି ଗାଏନି, ଏମିତି ଇଚ୍ଛା ହେଲା। ମୁଁ ଆପଣଙ୍କୁ ପୂର୍ବରୁ କହୁଥିଲି ନା, ଏଠି ବହୁତ ଗାଡ଼ି ଯିବା ଆସିବା କରୁଛି, ଲୋକମାନେ ଏଇ ବାଇପାସ୍ରେ କଟି ଯାଉଛନ୍ତି, ବହୁତ ଲୋକ ଯିବା ଆସିବା କରୁଛନ୍ତି। ଯାହା ହଉ ପ୍ରଶାସନର ପଦକ୍ଷେପ ଯୋଗୁଁ ଏସବୁ ପରିଷ୍କାର ପରିଚ୍ଛନ୍ନ ହୋଇଯାଉଛି। ସେଠି ଆପଣଙ୍କର ରାସ୍ତା ମଝିରେ ଯେଉଁ ଗଛ ଗୁଡ଼ିକ, ଆମର ଫୁଲ ଗଛ ଗୁଡ଼ିକ ସବୁ କଟା ହୋଇଯାଇଛି, ଫୁଲ ଗଛ ଗୁଡ଼ିକୁ ସବୁ କଟା ହେଇକି ଫ୍ରେସ୍ କରାଯାଇଛି, ଛୋଟ ଛୋଟ କରାଯାଇଛି, ପୁଣି ସେ ସାଇଜ୍ ହେଇକି ଫୁଲ ଗଛ ଗୁଡ଼ା ପୁଣି ବଢ଼ିବ। ଆଉ ଧନ୍ୟବାଦ। ଏପଟେ ସ୍କୁଲ ବସ୍ ଗୁଡ଼ିକ ମଧ୍ୟ ଯାଉଛି। ଏଇଟା ଆମର ଆପଣଙ୍କୁ କହି ରଖୁଛି, ଯାଜପୁର ରୋଡ଼ରୁ ମଧ୍ୟସ୍ଥଳୀ, ଯାଜପୁର ରୋଡ଼, ଆମ ଘର ହେଉଛି ଯାଜପୁର ରୋଡ଼ର ମୂଳିସରଡ଼ା ତାହାରପୁର। ଆଉ ଆମ ଘର ଆକ୍ଚୁଆଲି ମୁଁ ସର୍ଟରେ ଯେଉଁଠି କହିଦିଏ, ଆମ ଘରଟା ଆଟେ ହେଉଛି ପଣସୁଆ, ସମସ୍ତେ ଜାଣିପାରନ୍ତି ନାହିଁ ପଣସୁଆ କେଉଁଠି। ଆଉ ସେଥିପାଇଁ ମୁଁ ଆପଣଙ୍କୁ ଟିକେ ଲଙ୍ଗରେ କହିଦେଉଛି, କେହି ମାଇଣ୍ଡ କରିବେନି। ଆମ ଘର ହେଉଛି ପୃଥିବୀ ଗ୍ରହ, ଏସିଆ ମହାଦେଶ, ଭାରତ ଦେଶ, ଓଡ଼ିଶା ରାଜ୍ୟ, ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ପଞ୍ଚାୟତ, ମୂଳସରଡ଼ା ଗ୍ରାମର ପଣସୁଆ ସାହିର 10 ନମ୍ବର ୱାର୍ଡ଼। ତା ପାଖରେ ଆମର ଗୋଟେ ନୂଆ ପୋଖରୀ ଅଛି, ନୂଆ ପୋଖରୀ ଆଡ଼ି ନାଣ୍ଡୁ କକା ଆମର ଘର ପାଖରେ ଘର କରିଛନ୍ତି, କକା ଜଣେ, ତାଙ୍କ ବାଉଣ୍ଡରୀ ପାଖରେ ଆମ ଘର। ମୁଁ ସେଥିପାଇଁ କହିଦିଏ, ନୂଆ ପୋଖରୀ ଆଡ଼ି ନାଣ୍ଡୁ କକାର ବାଉଣ୍ଡରୀ ପାଖରେ ଆମ ଘର। ମନେ ରହିଥିବ ଆପଣଙ୍କର, କେହି ମାଇଣ୍ଡ କରିବେନି, ମୁଁ ଟିକେ ମଜାରେ କହିଦେଲି। ପୃଥିବୀ ଗ୍ରହ, ଏସିଆ ମହାଦେଶ, ଭାରତ ଦେଶ, ଓଡ଼ିଶା ରାଜ୍ୟ, ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ
ତାହାପୁର ପଞ୍ଚାୟତ ମୂଳସୋରଡ଼ା ଗ୍ରାମର ପଣସୁଆ ସାହିର 10 ନମ୍ବର ୱାର୍ଡ଼ ନୂଆପୁର ଆଡ଼େ। ଆଉ ସମସ୍ତଙ୍କୁ ପ୍ରଣାମ କରି ଆଜିର ଭିଡ଼ିଓ ମୁଁ ରଖୁଛି। ଅନ୍ୟ ଟାଇମ୍ରେ ଆମେ ଭିଡ଼ିଓ କରିବା, ଯଦି କେଉଁଠି ଭୁଲ ଥାଏ ମୋତେ କ୍ଷମା କରିଦେବେ। ଜୟ ଜଗନ୍ନାଥ।